हेलो भाई नमस्कार आप शिवाजी 24 डिसेम्बर चाहतु जाइन आज सन्धार सबुज टपनी अपडेट देश विदेश आरंभ कर ओडिशा सबुठ गुरुत्वपूर्ण खबर उपन पाइबा ता पूर्व वीडियो लाइक करेंगे चैनल को सब्सक्राइब कर पाखे बेल आइकन क्लिक करेंगे जहाँद्वारा आप सर्वप्रथम टपनी अपडेट जानीपारे चलते जाइन कर खबर उपन पाइबा प्रति खबर पुणी शीतदिने वर्षा लघुचाप प्रभाव में मंगलवार और बुधवार 2 दिन धरी भिजिब ओडिशा दक्षिण और उपकूल जिला गुड़िक वर्षा क्षति कर आउ एबेठारु चाषीଙ୍କ ଉପରେ ପୁଣି ଚଳକ ପଡ଼ିଛି। ଦକ୍ଷିଣ ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ କାଲିଠୁ ବର୍ଷା ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ। 24 ଓ 25 ତାରିଖରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ବୌଦ୍ଧ, ଯାଜପୁର, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଏସବୁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ଏବଂ 25 ତାରିଖରେ ଗଜପତି, ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ ଖବର ସିମେଣ୍ଟ କମ୍ପାନୀର ସେୟାରରେ ଝଡ଼ ଗୋଟିଏ ଦିନରେ 11% ବଢ଼ିଗଲା ମୂଲ୍ୟ। କାରଣ ଭାରତର ବୃହତ୍ତମ ସିମେଣ୍ଟ କମ୍ପାନୀ ଅଲ୍ଟ୍ରାଟେକ୍ ଏହାକୁ ହାସଲ କରିଛି। ପ୍ରତିଯୋଗିତା ଆୟୋଗ ଅଫ୍ ଇଣ୍ଡିଆ 7,000 କୋଟିରୁ ଅଧିକ ମୂଲ୍ୟର ଚୁକ୍ତି ଅନୁମୋଦନ କରିବା ପରେ ସେୟାର ମୂଲ୍ୟରେ ଏହି ବୃଦ୍ଧି ଘଟିଛି। ପରବର୍ତ୍ତୀ ଖବର ଏଥର ୟୁପିଆଇରେ ଋଣ ପାଇବେ ଚାଷୀ। ଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ବ୍ୟବସ୍ଥା କରାଯାଉଛି ଯାହାକୁ ବ୍ୟବହାର କରି ଚାଷୀ ଲାଭପ୍ରଦ ହେଉପାରିଛନ୍ତି। ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସରକାର ଯୋଜନା ମଧ୍ୟ ପ୍ରଚଳନ କରିଛନ୍ତି। ତେବେ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ ବର୍ତ୍ତମାନ କ୍ଷୁଦ୍ର ଚାଷୀମାନେ ବିନା କୌଣସି ବନ୍ଧକରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ନେଇପାରିବେ ଯାହାର ସୀମା ହେଉଛି 1.6 ନିୟୁତ। ତେବେ ନୂଆବର୍ଷରୁ ଆରବିଆଇର ଏହି ନିର୍ଦ୍ଦେଶ ସମସ୍ତ ବ୍ୟାଙ୍କକୁ ମାନିବାକୁ ପଡ଼ିବ। ଏହା ମାଧ୍ୟମରେ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ୟୁପିଆଇ ଜରିଆରେ ଚାଷୀଙ୍କୁ ଋଣ ଦେଇପାରିବେ। ପରବର୍ତ୍ତୀ ଖବର ଏଣିକି ପ୍ରତି ମାସରେ ମିଳିବ ରାସନ ସାମଗ୍ରୀ ନୂଆବର୍ଷରୁ ନୂଆ ନିୟମ। ପୂର୍ବରୁ 3 ମାସରେ ଥରେ ମିଳୁଥିବା ରାସନ ସାମଗ୍ରୀ ଏଣିକି ପ୍ରତି ମାସ ମିଳିବ। ଜାନୁଆରୀ ମାସରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏହି ଘୋଷଣା ପରେ ହିତାଧିକାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଉଛି। ପୂର୍ବରୁ ବାରମ୍ବାର ଚାଉଳ ପାଇଁ ଡିଲର ପାଖକୁ ଦୌଡ଼ିବାକୁ ପଡ଼ୁଥିଲା। ଏଣିକି ଆଉ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି ବୋଲି କହିଛନ୍ତି ହିତାଧିକାରୀ। ପରବର୍ତ୍ତୀ ଖବର ଅଙ୍ଗନବାଡ଼ିକୁ ଅଣ୍ଡା ଦର ବୃଦ୍ଧି ଚିନ୍ତା କାରଣ ମାର୍କେଟରେ ଅଣ୍ଡା ଗୋଟାକୁ 8 ଟଙ୍କା ଥିବାବେଳେ ସରକାର ଦେଉଛନ୍ତି 4.5 ଟଙ୍କା 5 ଟଙ୍କା। ଏକଥା ଉଭୟ ମୁଖ୍ୟମନ୍ତ୍ରୀ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ମାନିଥିବା ବେଳେ ସମସ୍ୟା ସମାଧାନ ନେଇ ଆଶାବାଦୀ ଅଛନ୍ତି। ପରବର୍ତ୍ତୀ ଖବର ଡିସେମ୍ବର 2025 ସୁଦ୍ଧା ରାଜ୍ୟରେ 3 ଲକ୍ଷ ଲୋକଙ୍କ ଘରେ ଲାଗିବ ରୁଫଟପ୍ ସୋଲାର। ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ କହିଛନ୍ତି ଯେ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆରମ୍ଭ ହୋଇଛି ବ୍ୟାପକ କ୍ୟାମ୍ପେନ। ଡିସେମ୍ବର 2025 ସୁଦ୍ଧା ରାଜ୍ୟରେ 3 ଲକ୍ଷ ଲୋକଙ୍କ ଘରେ ଲାଗିବ ରୁଫଟପ୍ ସୋଲାର। ଏବେ ସୁଦ୍ଧା 1,50,000 ଆବେଦନ ସାରିଲାଣି। ପରବର୍ତ୍ତୀ ଖବର ନୂଆ ବର୍ଷରୁ ବଢ଼ିବ ବିଜୁଳି ଦର। 2025-2026 ଆର୍ଥିକ ବର୍ଷରୁ ଉପଭୋକ୍ତାଙ୍କୁ ବିଜୁଳି ୟୁନିଟ୍ ପିଛା ଅଧିକ ଟଙ୍କା ଦେବାକୁ ପଡ଼ିପାରେ। ଏଥିପାଇଁ ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ବା ଏଇଆର୍ସିଙ୍କ ପାଖରେ ଦାବି କରିଛି ଗ୍ରିଡ୍କୋ। ବିତରଣ କମ୍ପାନୀଗୁଡ଼ିକ ୟୁନିଟ୍ ପିଛା ଅଧିକ 3 ଟଙ୍କା 82 ପଇସା ଦେବା ପାଇଁ ଏଆଇଟିସି ପାଖରେ ଦାବି ରଖିଛି ଗ୍ରିଡ୍କୋ। ପରବର୍ତ୍ତୀ ଖବର ଗ୍ରାହକଙ୍କ ପାଇଁ ବଡ଼ ସ୍ୱସ୍ତି ପୁଣି ଚାଲିବ 10 ଟଙ୍କିଆ ରିଚାର୍ଜ ପ୍ଲାନ୍। ଭଏସ୍ କଲ୍ ମେସେଜ ପାଇଁ ସ୍ୱତନ୍ତ୍ର ପ୍ଲାନ୍। 90 ଦିନିଆ ସ୍ପେଶାଲ ରିଚାର୍ଜ କୁପନର ଅବଧି 365 ଦିନକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ। ଅତି କମରେ 10 ଟଙ୍କିଆ ରିଚାର୍ଜ କୁପନ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର ଘୋଷଣା ହେଲା ଅଶ୍ୱିନଙ୍କ ବଦଳ ଖେଳାଳିଙ୍କ ନାଁ କାରଣ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍ ଅଧାରୁ ଅବସର ଘୋଷଣା କରିଥିବା ରବିଚନ୍ଦ୍ରନ ଅଶ୍ୱିନ ସ୍ୱଦେଶ ଫେରି ଆସିଛନ୍ତି। ଏବେ ଅଷ୍ଟ୍ରେଲିଆ ବିପକ୍ଷ ବାକି 2ଟି ଟେଷ୍ଟ ମ୍ୟାଚ୍ ପାଇଁ ଅଶ୍ୱିନଙ୍କ ବଦଳ ଖେଳାଳିଙ୍କୁ ଚୟନ କରାଯାଇଛି। ଅଶ୍ୱିନଙ୍କ ବଦଳରେ ଜଣେ ସ୍ପିନରଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ କରାଯାଇଛି। ରିପୋର୍ଟ ଅନୁସାରେ ମୁମ୍ବାଇର ଯୁବ ଅଫ୍ ସ୍ପିନର ନଥୁସ କୋଟିଆଙ୍କୁ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଚୟନ କରାଯାଇଛି। ପରବର୍ତ୍ତୀ ଖବର ପୁଣି ଚର୍ଚ୍ଚାରେ ରାହୁଲ ଗାନ୍ଧୀ ପରିବା ଦୋକାନରେ ପହଞ୍ଚିଲେ ପଚାରିଲେ ରସୁଣ ଦାମ। କହିଥିଲେ ରସୁଣ 40 ଟଙ୍କାରେ ମିଳୁଥିଲା ଏବେ 400। ଏବେ ପୁଣି ଥରେ ପରିବା ଦୋକାନରେ ପହଞ୍ଚି ଯେଉଁପରି ଭାବରେ ରସୁଣ କଥା କହିଲେ ତାହାକୁ ନେଇ ଚର୍ଚ୍ଚା ଜୋର। ଭିଡ଼ିଓକୁ ଲାଷ୍ଟ ଯାଏଁ ଦେଖିଥିବାରୁ ଧନ୍ୟବାଦ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନ୍ କ୍ଲିକ୍ କରିବେ ଯାହାଦ୍ୱାରା ଆପଣ ଏହିଭଳି ସର୍ବପ୍ରଥମେ ଟପ୍ ନ୍ୟୁଜ୍ ଜାଣିପାରିବେ।